ଏହି କାରଣ ପାଇଁ ଜନ୍ମ ହୁଅନ୍ତି ଜାଆଁଳା ଛୁଆ। ଜାଆଁଳା ଶିଶୁ କେତେ ପ୍ରକାରର ହୋଇଥାନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ନାରୀ ଗର୍ଭରୁ ଶିଶୁ ଜନ୍ମ ହେବା ସଂସାରର ସବୁଠୁ ବଡ଼ ଈଶ୍ୱରୀୟ ପ୍ରକ୍ରିୟା। ଜଣେ ମା ହିଁ ଗୋଟିଏ ଜୀବନ ସଂସାରକୁ ଆଣିପାରେ। ମା ଓ ଶିଶୁର ସମ୍ପର୍କ ସଂସାରଠାରୁ 9 ମାସ ଅଧିକ ହୋଇଥାଏ। ବେଳେବେଳେ ମା ଏକା ସାଙ୍ଗେ ଦୁଇଟି ଜୀବନ ସଂସାରକୁ ଆଣିବାର ଦେଖାଯାଏ। ଅର୍ଥାତ୍ ବିଭିନ୍ନ କ୍ଷେତ୍ରରେ ମା ଔରସରୁ ଜାଆଁଳା ଛୁଆ ଜନ୍ମ ନେଇଥାନ୍ତି। କେତେକ କ୍ଷେତ୍ରରେ ଗୋଟିଏରୁ ଅଧିକ ସନ୍ତାନ ମଧ୍ୟ ଏକା ସାଥେ ଜନ୍ମ ହେବାର ଦେଖାଯାଏ। ବିଜ୍ଞାନ ଅନୁସାରେ ମା ଗର୍ଭାଶୟରୁ ପ୍ରତି ମାସରେ ଗୋଟିଏ ଅଣ୍ଡା ନିର୍ଗତ ହୋଇଥାଏ, ଯାହା ଗୋଟିଏ ପୁରୁଷ ଶୁକ୍ରାଣୁ ସହ ମିଶି ଭ୍ରୂଣ ସୃଷ୍ଟି କରେ। ଅନ୍ୟ ଶୁକ୍ରାଣୁ ସେହି ଅଣ୍ଡା ଭିତରେ ସହଜରେ ପ୍ରବେଶ କରିପାରେ ନାହିଁ। ହେଲେ ପ୍ରଶ୍ନ ଉଠେ, କିଛି ମହିଳାଙ୍କ କ୍ଷେତ୍ରରେ 2 କିମ୍ବା ଏକାଧିକ ଶିଶୁ କିପରି ଜନ୍ମ ହୋଇଥାନ୍ତି? ଆଜି ଆମେ ଆପଣଙ୍କୁ କହିବୁ ମା ଔରସରୁ ଜାଆଁଳା ଛୁଆ କିପରି ଜନ୍ମ ହୋଇଥାନ୍ତି। ପ୍ରଥମେ ଜାଣିବା ଜାଆଁଳା ଶିଶୁଙ୍କ ପ୍ରକାର। ବିଜ୍ଞାନ ଅନୁସାରେ ଜାଆଁଳା ଛୁଆ ସାଧାରଣତଃ 2 ପ୍ରକାରର ହୋଇଥାନ୍ତି, ଆଇଡେଣ୍ଟିକାଲ ଏବଂ ନନ୍ ଆଇଡେଣ୍ଟିକାଲ। ବିଜ୍ଞାନ ଭାଷାରେ ଏମାନଙ୍କୁ ଯଥାକ୍ରମେ ମନୋଜାଇଗୋଟିକ୍ ଏବଂ ଡାଇଜାଇଗୋଟିକ୍ କୁହାଯାଏ। ଏକଥା ସତ ଯେ ମହିଳାଙ୍କ ଗର୍ଭାଶୟରେ ଗୋଟିଏ ଅଣ୍ଡା ରହିଥାଏ, ଯାହା ଶୁକ୍ରାଣୁ ସହ ମିଶି ଏକ ଭ୍ରୂଣ ତିଆରି କରିଥାଏ। ହେଲେ ଅନେକ ଥର ଫର୍ଟିଲାଇଜେସନ ପ୍ରକ୍ରିୟାରେ ଗୋଟିଏରୁ ଅଧିକ ଭ୍ରୂଣ ସୃଷ୍ଟି ହୋଇଥାଏ। ଏହି ପ୍ରକ୍ରିୟାରେ ମହିଳା ଏକା ସଙ୍ଗେ 2 ପୁଅ କିମ୍ବା 2 ଝିଅ ସନ୍ତାନକୁ ଜନ୍ମ ଦେଇଥାନ୍ତି। ଏମାନେ ଦେଖିବାକୁ ଏକା ଭଳି ହୋଇଥାନ୍ତି। ଏମାନଙ୍କ DNA ମଧ୍ୟ ଏକା ଭଳି ହୋଇଥାଏ, କେବଳ ଏମାନଙ୍କ ଆଙ୍ଗୁଠି ଚିହ୍ନ ଭିନ୍ନ ହୋଇଥାଏ। ଏମାନଙ୍କୁ ଆଇଡେଣ୍ଟିକାଲ ବା ମନୋଜାଇଗୋଟିକ୍ ଟ୍ୱିନ୍ସ ବୋଲି କୁହାଯାଏ। ଆଉ ଏକ କ୍ଷେତ୍ରରେ ବେଳେବେଳେ ମହିଳାଙ୍କ ଶରୀର ଏକା ସାଙ୍ଗେ 2ଟି ଅଣ୍ଡା ସୃଷ୍ଟି କରିଦେଇଥାଏ, ଯାହାକୁ ଫର୍ଟିଲାଇଜେସନ ପାଇଁ 2ଟି ଶୁକ୍ରାଣୁର ଆବଶ୍ୟକ ପଡ଼ିଥାଏ। 2ଟି ଶୁକ୍ରାଣୁ ଏହି 2 ଅଣ୍ଡା ସହ ଫର୍ଟିଲାଇଜେସନ କରି 2ଟି ପୃଥକ ଭ୍ରୂଣ ତିଆରି କରିଥାଏ। ଏଭଳି ଟ୍ୱିନ୍ସ ମାନେ 2ଟି ଯାକ ପୁଅ କିମ୍ବା ଝିଅ ହୋଇପାରନ୍ତି, କିମ୍ବା ଗୋଟିଏ ପୁଅ ଗୋଟିଏ ଝିଅ ମଧ୍ୟ ହୋଇପାରନ୍ତି। ଏମାନେ ଦେଖିବାକୁ ଅଲଗା ହୋଇଥାନ୍ତି ଓ ଏମାନଙ୍କ ବ୍ୟବହାର ଚାଲିଚଳନ ମଧ୍ୟ ଅନେକାଂଶରେ ଭିନ୍ନ ହୋଇଥାଏ। ତେଣୁ ଏମାନଙ୍କୁ ନନ୍ ଆଇଡେଣ୍ଟିକାଲ ବା ଡାଇଜାଇଗୋଟିକ୍ ଟ୍ୱିନ୍ସ ବୋଲି କୁହାଯାଏ। ଏକ ରିପୋର୍ଟ ଅନୁସାରେ ପ୍ରାୟ 40% ପ୍ରସବରେ ଗୋଟିଏ କି 2ଟି ଜାଆଁଳା ଶିଶୁ ଜନ୍ମ ନେଇଥାନ୍ତି। ତେବେ ଜାଆଁଳା ଶିଶୁ ଜନ୍ମ ହେବା କ୍ଷେତ୍ରରେ ଅନେକ କାରଣ ରହିଛି। ଆଜିକାଲି ଅଧିକାଂଶ ମହିଳା 30 ବର୍ଷ ପରେ ଗର୍ଭବତୀ ହେଉଛନ୍ତି। କିଛି ମା ଆର୍ଟିଫିସିଆଲ ଗର୍ଭଧାରଣ ମଧ୍ୟ କରୁଛନ୍ତି। ଆଜିକାଲି ଜାଆଁଳା ଛୁଆ ଜନ୍ମ ହେବା ପଛରେ ଏହା ଏକ କାରଣ। ଏହା ବ୍ୟତୀତ ପରିବାରରେ ପୂର୍ବରୁ ଜାଆଁଳା ଛୁଆ ଜନ୍ମ ହୋଇଥିଲେ ମଧ୍ୟ ଜାଆଁଳା ଶିଶୁ ଜନ୍ମ ହେବାର ସମ୍ଭାବନା ରହିଥାଏ। ଗର୍ଭରେ ଜାଆଁଳା ଶିଶୁ ଥିଲେ ମହିଳାଙ୍କୁ ଅଧିକ ଭୋକ ଲାଗିଥାଏ। ମହିଳାଙ୍କ ଓଜନ ମଧ୍ୟ ଅଧିକ ରହିଥାଏ।